ପିଲାଏ, ଶୁଭ ସକାଳର ଶୁଭକାମନା। ଈଶ୍ୱର ତୁମମାନଙ୍କର ମଙ୍ଗଳ କରନ୍ତୁ। ଜଗନ୍ନାଥ ସମସ୍ତଙ୍କୁ ଖୁସିରେ ରଖନ୍ତୁ। ଜୟ ଜଗନ୍ନାଥ। ଚାଲ ଆଜି ଆମେ ପଢ଼ିବା ଫିଜିକାଲ ଫିଚର ଅଫ୍ ଓଡ଼ିଶା ଆଣ୍ଡ ଇଣ୍ଡିଆ। ଏହାର ଅବସ୍ଥିତି ହେଲା ମୂଳ ଭୂଖଣ୍ଡରୁ 80°4 ଉତ୍ତର ଅକ୍ଷାଂଶରୁ 37°6 ଉତ୍ତର ଅକ୍ଷାଂଶ, 68°7 ପୂର୍ବ ଦ୍ରାଘିମାରୁ 97°25 ପୂର୍ବ ଦ୍ରାଘିମା। ଭାରତର ଠିକ୍ ମଧ୍ୟଭାଗ ଦେଇ କର୍କଟ କ୍ରାନ୍ତି 23°ହାଫ୍ ଉତ୍ତର ଅକ୍ଷାଂଶ ଯାଇଛି। ଭାରତର ମୂଳ ଭୂଖଣ୍ଡର ଦକ୍ଷିଣତମ ସ୍ଥାନ କନ୍ୟାକୁମାରୀ ଏବଂ ସମଗ୍ର ଭାରତର ଦକ୍ଷିଣତମ ସ୍ଥାନ ଇନ୍ଦିରା ପଏଣ୍ଟ, ପିଗମାଲିଅନ୍ ପଏଣ୍ଟ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ରହିଅଛି। ଏହାର ଅକ୍ଷାଂଶ 6.8° ଉତ୍ତର ଗ୍ରେଟ୍ ନିକୋବରରେ ଅବସ୍ଥିତ। ଭାରତର ଉତ୍ତରରେ ସୁଉଚ୍ଚ ହିମାଳୟ ପର୍ବତମାଳା, ପଶ୍ଚିମରେ ଆରବ ସାଗର, ପୂର୍ବରେ ବଙ୍ଗୋପସାଗର ଓ ଦକ୍ଷିଣରେ ଭାରତ ମହାସାଗର ଅବସ୍ଥିତ। କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଭାରତର ଉତ୍ତର ଦକ୍ଷିଣ ଦୂରତା 3214 କିଲୋମିଟର ଏବଂ ପୂର୍ବ ପଶ୍ଚିମ ଦୂରତା 2933 କିଲୋମିଟର ଅଟେ। ଆୟତନ ଆଉ ଆକାର। ଭାରତର ସମୁଦାୟ କ୍ଷେତ୍ରଫଳ 3.28 ନିୟୁତ ବର୍ଗ କିଲୋମିଟର। ଏହା ସମଗ୍ର ପୃଥିବୀ କ୍ଷେତ୍ରଫଳର 2.4 ଭାଗ ଅଟେ। ଭାରତ ପୃଥିବୀର ସପ୍ତମ ବୃହତ୍ତମ ଦେଶ। ଭାରତ ଆମର କ'ଣ? ପୃଥିବୀର ସପ୍ତମ ବୃହତ୍ତମ ଦେଶ। ଅନ୍ୟ 6ଗୋଟି ଦେଶ ହେଲେ କ୍ଷେତ୍ରଫଳ ବର୍ଗ ନିୟୁତ କିମିରେ। ରୁଷିଆ ହେଲା 17.7 ନିୟୁତ ବର୍ଗ କିମି, କାନାଡ଼ା 9.97 ନିୟୁତ ବର୍ଗ କିମି, ଯୁକ୍ତରାଷ୍ଟ୍ର ଆମେରିକା 9.80 ନିୟୁତ ବର୍ଗ କିମି, ଚାଇନା ଆମର 9.59 ନିୟୁତ ବର୍ଗ କିମି, ବ୍ରାଜିଲ 8.54 ନିୟୁତ ବର୍ଗ କିମି, ଅଷ୍ଟ୍ରେଲିଆ 7.68 ନିୟୁତ ବର୍ଗ କିମି। ଭାରତର ସ୍ଥଳ ସୀମାରେଖା 15,200 କିମି। ଭାରତର ଉପକୂଳ ସୀମାରେଖା 7,500 କିମି। ଭାରତର ପ୍ରମାଣ ସମୟ 82.5° ଇଷ୍ଟ, ପୂର୍ବ ଦ୍ରାଘିମା ମିର୍ଜାପୁର ଉତ୍ତରପ୍ରଦେଶ ଦେଇକି ଯାଇଛି। ତାପରେ ଆମର ପଡ଼ୋଶୀ ଦେଶମାନେ ହେଲେ ଭାରତର ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପୂର୍ବରେ ମିଆଁମାର, ବାଂଲାଦେଶ, ଦକ୍ଷିଣରେ ଶ୍ରୀଲଙ୍କା, ପଶ୍ଚିମରେ ପାକିସ୍ତାନ ଓ ଉତ୍ତର ପଶ୍ଚିମରେ ଆଫଗାନିସ୍ତାନ ଆଦି ଭାରତର ପଡ଼ୋଶୀ ଦେଶ ଅଟନ୍ତି। ଶ୍ରୀଲଙ୍କା ଏବଂ ମାଳଦ୍ୱୀପ ଭାରତର ନିକଟତମ ଦରିଆପାରି ପଡ଼ୋଶୀ ରାଷ୍ଟ୍ର ଅଟନ୍ତି। ତାହେଲେ ଶ୍ରୀଲଙ୍କା ଓ ମାଳଦ୍ୱୀପ ଆମର ପଡ଼ୋଶୀ ରାଷ୍ଟ୍ର ଅଟନ୍ତି। ଭାରତୀୟ ଦ୍ୱୀପପୁଞ୍ଜ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଲକ୍ଷଦ୍ୱୀପ ଦ୍ୱୀପପୁଞ୍ଜ ଅଟେ। ଭାରତରେ ଆମର 28ଟି ରାଜ୍ୟ ଓ 8ଟି କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଏହାର ରାଜଧାନୀ ଅଛି। ଭାରତର ପ୍ରାକୃତିକ ବିଭାଗ। ଭୂମିରୂପ ଓ ଢାଲୁ ଓ ଉଚ୍ଚତା ଭିତ୍ତିରେ ଭାରତକୁ 6ଗୋଟି ଭୌତିକ ଭାଗରେ ବିଭକ୍ତ କରାଯାଏ। ହେଲେ ଆମ ଭାରତକୁ କେତୋଟି ନା 6ଗୋଟି ଭୌତିକ ବିଭାଗରେ ବିଭକ୍ତ କରାଯାଇଛି। ଉତ୍ତରସ୍ଥ ପର୍ବତମାଳା
ଉତ୍ତରସ୍ଥ ବିସ୍ତୀର୍ଣ୍ଣ ସମତଳ ଭୂମି, ଉପଦ୍ୱୀପୀୟ ମାଳଭୂମି, ଥର୍ ମରୁଭୂମି, ଉପକୂଳବର୍ତ୍ତୀ ସମତଳ ଭୂମି ଆଉ ଦ୍ୱୀପପୁଞ୍ଜ ଅଛି। ଉତ୍ତରସ୍ଥ ପର୍ବତମାଳା ପଶ୍ଚିମରେ ପାମିର ମାଳଭୂମି ଠାରୁ ପୂର୍ବରେ ଭାରତର ମିଆଁମାର ସୀମା ପର୍ଯ୍ୟନ୍ତ ଲମ୍ବି ରହିଛି। ଦୈର୍ଘ୍ୟ ଏହାର 36 କିମି, ଆକାର ଚାପ ସଦୃଶ, ପ୍ରସ୍ଥ 150 କିମି। ଅରୁଣାଚଳ ପ୍ରଦେଶରେ 400 କିମି। କାଶ୍ମୀରରେ ଉତ୍ତରସ୍ଥ ପର୍ବତମାଳା 3 ଭାଗରେ ବିଭକ୍ତ। ହିମାଳୟ ଅପର ପାର୍ଶ୍ୱସ୍ଥ ପର୍ବତ ଶ୍ରେଣୀ, କାରାକୋରମ ବା ଜାସ୍କର। ତାପରେ ହେଲା ହିମାଳୟ ପୂର୍ବାଞ୍ଚଳ, ପାମିର ମାଳଭୂମି ଠାରୁ କାଶ୍ମୀର ଅନ୍ତର୍ଗତ ସିନ୍ଧୁ ନଦୀ ପର୍ଯ୍ୟନ୍ତ ଲମ୍ବିଥିବା ପର୍ବତମାଳାକୁ କାରାକୋରମ ପର୍ବତ ଶ୍ରେଣୀ କୁହାଯାଏ। ମାଉଣ୍ଟ ବା କେଟୁ ଗଡ଼ୱିନ ଅଷ୍ଟିନ ପୃଥିବୀର ଦ୍ୱିତୀୟ ବୃହତ୍ତମ ଶୃଙ୍ଗ। ତାହେଲେ କେଟୁ ଆମର ପୃଥିବୀର ଦ୍ୱିତୀୟ ବୃହତ୍ତମ ଶୃଙ୍ଗ, କେଟୁ ବା ଗଡ଼ୱିନ ଅଷ୍ଟିନ। ଏହା ବାଲୋଟୋରା ସିଆଚିନ୍ରୁ 75 କିମି ହିମପ୍ରବାହ ଏଠାରେ ଅବସ୍ଥିତ ହୋଇଥାଏ। ସିନ୍ଧୁ ଏବଂ ବ୍ରହ୍ମପୁତ୍ର ନଦୀ ମଧ୍ୟରେ ଲମ୍ବିଥିବା ପର୍ବତମାଳାକୁ ହିମାଳୟ ପର୍ବତମାଳା କୁହାଯାଏ। ଦୈର୍ଘ୍ୟ 25 କିମି, ଆକାର ଧନୁ ସଦୃଶ ହୋଇଥାଏ। ତାପରେ ଆସିଲା ହିମାଳୟ। ବିସ୍ତୃତି ସିନ୍ଧୁ ନଦୀ ଗଣ୍ଡଠାରୁ ବ୍ରହ୍ମପୁତ୍ର ନଦୀ ଗଣ୍ଡ। ଦୈର୍ଘ୍ୟ 25 କିମି, ଆକାର ଧନୁ ଆକୃତି। 3 ଗୋଟି ସମାନ୍ତରାଳ ପର୍ବତ ଶ୍ରେଣୀ ଅଟେ, ଯଥା ଶିୱାଲିକ, ହିମାଞ୍ଚଳ, ହିମାଦ୍ରି। ଶିୱାଲିକ ହେଲା ଆମର ବାହ୍ୟ ହିମାଳୟ, ହିମାଞ୍ଚଳ ହେଲା ମଧ୍ୟ ହିମାଳୟ, ହିମାଦ୍ରି ହେଲା ଆମର ଉଚ୍ଚ ହିମାଳୟ। ଶିୱାଲିକ ବା ବାହ୍ୟ ହିମାଳୟ, ଏହାର ଉଚ୍ଚତା 1000ରୁ 1200 ମିଟର, ପ୍ରସ୍ଥ 10ରୁ 15 କିମି, ସଂକୀର୍ଣ୍ଣ ଉପତ୍ୟକା ଡୁନ୍ ଭଳିଆ। ହିମାଞ୍ଚଳ ବା ମଧ୍ୟ ହିମାଳୟ, ଉଚ୍ଚତା 4000ରୁ 4500 ମିଟର, ପ୍ରସ୍ଥ 80 ମିଟର, ଶୀତଳ ଜଳବାୟୁ, ସୁନ୍ଦର ପାର୍ବତୀୟ ସହର। ତାପରେ ହେଲା ହିମାଦ୍ରି, ଉଚ୍ଚ ହିମାଳୟ, ଉଚ୍ଚତା 6000 ମିଟରରୁ ଅଧିକ। ଏଭରେଷ୍ଟ ହେଲା 8848 ମିଟର, କାଞ୍ଚନଜଙ୍ଗା 8598 ମିଟର, ନଙ୍ଗା ପର୍ବତ 8296 ମିଟର, ନନ୍ଦା ଦେବୀ 7817 ମିଟର ଅଟେ। ସିନ୍ଧୁ ନଦୀ ଓ ସତଲେଜ ମଧ୍ୟବର୍ତ୍ତୀ ଅଞ୍ଚଳ, ପଞ୍ଜାବ ହିମାଳୟ ପଶ୍ଚିମରୁ ପୂର୍ବକୁ, କାଶ୍ମୀର ହିମାଳୟ, ହିମାଞ୍ଚଳ ହିମାଳୟ। ସତଲେଜ ଓ କାଳି ନଦୀ ମଧ୍ୟବର୍ତ୍ତୀ ଅଞ୍ଚଳକୁ କୁମାୟୁନ ହିମାଳୟ କୁହାଯାଏ। କାଳି ନଦୀ ଓ ତିଷ୍ଟା ନଦୀ ମଧ୍ୟବର୍ତ୍ତୀ ଅଞ୍ଚଳ ନେପାଳ ହିମାଳୟ ବୋଲି କୁହାଯାଏ। ତିସ୍ତା ନଦୀ ଓ ଦିହାଙ୍ଗ ନଦୀ ମଧ୍ୟବର୍ତ୍ତୀ ଅଞ୍ଚଳ ଆସାମ ହିମାଳୟ କୁହାଯାଏ। ତାପରେ ଆସିଲା ପୂର୍ବାଞ୍ଚଳ। ଦିହାଙ୍ଗ ନଦୀ ଖାତ ପରେ ହଠାତ୍ ହିମାଳୟ ଦକ୍ଷିଣକୁ ବଙ୍କି ଯାଇଛି ଏବଂ ଭାରତର ପୂର୍ବ ସୀମା ନିର୍ଦ୍ଧାରଣ କରୁଅଛି। ଏହାକୁ ପୂର୍ବାଞ୍ଚଳ କୁହାଯାଏ। ଗିରିପଥ। ଜୋଜିଲା ଆମର ଜାମ୍ମୁ ଓ କାଶ୍ମୀର ହିମାଳୟ। ଶିପକିଲା ହେଲା ହିମାଚଳ ପ୍ରଦେଶ। ନାଥୁଲା ହିମାଦ୍ରି ବା ସିକିମ। ବୋମଡିଲା ହିମାଦ୍ରି ବା ଅରୁଣାଚଳ ପ୍ରଦେଶ। ଉତ୍ତରସ୍ଥ ବିସ୍ତୀର୍ଣ୍ଣ ସମତଳ ଭୂମି, ସିନ୍ଧୁ, ଗଙ୍ଗା ଓ ବ୍ରହ୍ମପୁତ୍ର ନଦୀତ୍ରୟ ଦ୍ୱାରା ଆନିତ ପଟୁମାଟି ଦ୍ୱାରା ଗଠିତ। ହିମାଳୟ ପର୍ବତମାଳାର ଦକ୍ଷିଣକୁ ପଶ୍ଚିମରେ ସତଲେଜ ନଦୀଠାରୁ ପୂର୍ବରେ ବ୍ରହ୍ମପୁତ୍ର ନଦୀ ପର୍ଯ୍ୟନ୍ତ ବିସ୍ତୃତ ଅଟେ। କ୍ଷେତ୍ରଫଳ ହେଲା 7,00,000 ବର୍ଗ କିମି। ପ୍ରସ୍ଥ ହେଲା 240 କିମିରୁ 320 କିମି।
ପଞ୍ଜାବ ସମତଳ ଭୂମି, ପାକିସ୍ତାନ ସିନ୍ଧୁ ନଦୀ ଅବବାହିକା, ପଞ୍ଜାବ ଓ ହରିୟାଣା। ଗାଙ୍ଗେୟ ସମତଳ ଭୂମି, ଘାଗର ଏବଂ ତିସ୍ତା ନଦୀ ମଧ୍ୟବର୍ତ୍ତୀ ଅଞ୍ଚଳ, ହରିୟାଣା, ଦିଲ୍ଲୀ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ। ବ୍ରହ୍ମପୁତ୍ର ସମତଳ ଭୂମି, ଆସାମ ଅଟେ। ଉପଦ୍ୱୀପୀୟ ମାଳଭୂମି, ପୁରାତନ ଆଗ୍ନେୟ ଓ ରୂପାନ୍ତରିତ ଶିଳା ଦ୍ୱାରା ଗଠିତ। ନର୍ମଦା ନଦୀର ଉତ୍ତରକୁ କେନ୍ଦ୍ରୀୟ ପାର୍ବତ୍ୟ ଅଞ୍ଚଳ ବା ନର୍ମଦା ନଦୀର ଦକ୍ଷିଣକୁ ଦାକ୍ଷିଣାତ୍ୟ ମାଳଭୂମି କୁହାଯାଏ। କେନ୍ଦ୍ରୀୟ ପାର୍ବତ୍ୟ ଅଞ୍ଚଳ ପଶ୍ଚିମରେ ଅଧିକ ଚଉଡ଼ା ଏବଂ ପୂର୍ବରେ କମ୍ ଚଉଡ଼ା ଅଟେ। ପଶ୍ଚିମରୁ ପୂର୍ବକୁ ଢାଲୁ ଅଟେ। ପୂର୍ବପଟ ବିସ୍ତୃତିକୁ ଉତ୍ତର ପ୍ରଦେଶର ଦକ୍ଷିଣ ଭାଗରେ ବୁନ୍ଦେଲଖଣ୍ଡ ଓ ବାଘେଲଖଣ୍ଡ ମାଳଭୂମି କୁହାଯାଏ। ଦକ୍ଷିଣ ଝାଡ଼ଖଣ୍ଡରେ ଏହି ମାଳଭୂମିକୁ ଛୋଟନାଗପୁର ମାଳଭୂମି କୁହାଯାଏ। ଦାକ୍ଷିଣାତ୍ୟ ମାଳଭୂମି ଆକାର ତ୍ରିଭୁଜାକାର। ଉତ୍ତର ସୀମା ସାତପୁରା ପର୍ବତ ଶ୍ରେଣୀ, ପଶ୍ଚିମ ସୀମା ପଶ୍ଚିମଘାଟ ପର୍ବତମାଳା, ପୂର୍ବ ସୀମା ପୂର୍ବଘାଟ ପର୍ବତମାଳା। ଏହାର ଉତ୍ତର ପଶ୍ଚିମ ଭାଗ ଲାଭା ଉଦଗୀରଣ ଦ୍ୱାରା ଗଠିତ ହୋଇଥାଏ। ତାପରେ ହେଲା ଆଗ୍ନେୟ ଶିଳା, କୃଷ୍ଣ ମୃତ୍ତିକା ବା ଡେକାନ ଟ୍ରାପ୍। ତାପରେ ପଶ୍ଚିମ ଘାଟ ପର୍ବତମାଳା। ଉଚ୍ଚତା 900 ମିଟରରୁ 1600 ମିଟର। ଆନାଇମୁଡ଼ି ଶୃଙ୍ଗ 2695 ମିଟର ଉଚ୍ଚତମ ଶୃଙ୍ଗ ଆନାଇମୁଡ଼ି। ଦଦାବୋଟା ଶୃଙ୍ଗ 2637 ମିଟର ଦ୍ୱିତୀୟ ଉଚ୍ଚତମ ଶୃଙ୍ଗ। ତାହେଲେ ଆନାଇମୁଡ଼ି ଆମର ପ୍ରଥମ, ଦଦାବେଟା ହେଲା ଦ୍ୱିତୀୟ। ମୁଖ୍ୟ ପର୍ବତ ସାହ୍ୟନ୍ଦ୍ରୀ, ନୀଳଗିରି, ଆନାମଲାଇ ଏବଂ କାରାକୋରମ ଅଟେ। ଶୈଳନିବାସ କୋଡ଼ାଇ କେନାଲ ତାମିଲନାଡୁ, ମହାବଳେଶ୍ୱରମ୍ ମହାରାଷ୍ଟ୍ର, ପଞ୍ଚମାରୀ ମଧ୍ୟପ୍ରଦେଶ। ପୂର୍ବଘାଟ ପର୍ବତମାଳା ଉଚ୍ଚତା 600 ମିଟର ଅଟେ। ପୂର୍ବରେ ମହାନଦୀ ଉପତ୍ୟକାଠାରୁ ଦକ୍ଷିଣରେ ନୀଳଗିରି ପର୍ବତମାଳା ପର୍ଯ୍ୟନ୍ତ ପ୍ରାୟ 1100 କିମି ବିସ୍ତୃତ। ଦେଓମାଳି ଶୃଙ୍ଗ 1670 ମିଟର ଉଚ୍ଚତମ ଶୃଙ୍ଗ ଅଟେ। ଥର୍ ମରୁଭୂମି ଆରାବଳୀ ପର୍ବତ ଶ୍ରେଣୀର ପଶ୍ଚିମ ସୀମାକୁ ଲାଗି ରାଜସ୍ଥାନରେ ଭାରତର ବିଶାଳ ମରୁଭୂମି ଅଞ୍ଚଳ ବା ଥର୍ ମରୁଭୂମି ଅବସ୍ଥିତ। ବାର୍ଷିକ ହାରାହାରି ବୃଷ୍ଟିପାତ 150 ମିଲିମିଟରରୁ କମ୍ ହୋଇଥିବାରୁ ଜଳବାୟୁ ଶୁଷ୍କ ଅଟେ। ଉପକୂଳବର୍ତ୍ତୀ ସମତଳ ଭୂମି, ଦାକ୍ଷିଣାତ୍ୟ ମାଳଭୂମି ପଶ୍ଚିମରେ ଆରବ ସାଗର ତଟର ଏବଂ ପୂର୍ବରେ ବଙ୍ଗୋପସାଗରର ତଟବର୍ତ୍ତୀ ଅଞ୍ଚଳରେ ଉପକୂଳବର୍ତ୍ତୀ ସମତଳ ଭୂମି ଦେଖାଯାଏ। ପଶ୍ଚିମ ଉପକୂଳ ସମତଳ ଭୂମି, କୋଙ୍କଣ ଉପକୂଳ, ଉତ୍ତର ଅଂଶ ମୁମ୍ବାଇ ଆଉ ଗୋଆ, କନ୍ନଡ଼ ଉପକୂଳ ମଧ୍ୟ ଅଂଶ, ମାଲାବାର ଉପକୂଳ ଦକ୍ଷିଣ ଅଂଶ, ମାଙ୍ଗାଲୋର କନ୍ୟାକୁମାରୀ। ପୂର୍ବ ଉପକୂଳ ସମତଳ ଭୂମି, ଉତ୍ତର ସରକାର ଉପକୂଳ ଉତ୍ତରାଂଶ, କରମଣ୍ଡଳ ଉପକୂଳ ଦକ୍ଷିଣାଂଶ, ଆନ୍ଧ୍ର ଉପକୂଳ ବିଶାଖାପାଟଣାମ ଠାରୁ ଚେନ୍ନାଇ ଯାଏ। ଓଡ଼ିଶା ଉପକୂଳରେ ସୁବର୍ଣ୍ଣରେଖା ମୁହାଣରୁ ବିଶାଖାପାଟଣା ଯାଏ। ତାପରେ ଆସିଲା ଦ୍ୱୀପପୁଞ୍ଜ। ମାଲାବାର ଉପକୂଳ ପଶ୍ଚିମକୁ ଆରବ ସାଗରରେ ଥିବା ଦ୍ୱୀପପୁଞ୍ଜକୁ ଲକ୍ଷାଦ୍ୱୀପ କୁହାଯାଏ।
ତାହେଲେ ମାଲବାର ଉପକୂଳ ପଶ୍ଚିମକୁ ଆରବ ସାଗରରେ ଥିବା ଦ୍ୱୀପପୁଞ୍ଜକୁ ଲକ୍ଷାଦ୍ୱୀପ କୁହାଯାଏ। ପ୍ରବାଳ କୀଟମାନଙ୍କ ନଷ୍ଟାବଶେଷରୁ ଗଠିତ କ୍ଷେତ୍ରଫଳ 32 ବର୍ଗ କିମି। ରାଜଧାନୀ କାବର୍ତ୍ତି। ବଙ୍ଗୋପସାଗର ଉତ୍ତର ଦକ୍ଷିଣ ଭାବରେ ବିସ୍ତୃତ ଦ୍ୱୀପପୁଞ୍ଜକୁ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ କୁହାଯାଏ। ଏଥିରେ ପ୍ରାୟ 55ଟି ଦ୍ୱୀପ ଅଛି। ସମୁଦ୍ରରେ ନିମଜ୍ଜିତ ଆଗ୍ନେୟ ପର୍ବତଗୁଡ଼ିକ ଶିଖରଗୁଡ଼ିକ ଅଗ୍ରଭାଗ ଦ୍ୱାରା ଗଠିତ ହୋଇଥାଏ। ଓଡ଼ିଶା ବିଷୟରେ ଆସ ଜାଣିବା। ଏହାର ଅବସ୍ଥିତି। ମୂଳ ଭୂଖଣ୍ଡ ଓଡ଼ିଶା ଭାରତର ପୂର୍ବ ଉପକୂଳସ୍ଥ ଏକ ରାଜ୍ୟ। 1749 ଉତ୍ତର ଅକ୍ଷାଂଶରୁ 2234 ଉତ୍ତର ଅକ୍ଷାଂଶ ମଧ୍ୟରେ 81° 23' ପୂର୍ବ ଦ୍ରାଘିମା ରେଖାରୁ 87° 29' ପୂର୍ବ ଦ୍ରାଘିମା ରେଖା ମଧ୍ୟରେ ଅବସ୍ଥିତ। ପୂର୍ବରେ ବଙ୍ଗୋପସାଗର, ଉତ୍ତର ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମରେ ଛତିଶଗଡ଼ ଏବଂ ଦକ୍ଷିଣରେ ଆନ୍ଧ୍ରପ୍ରଦେଶ ଏହାର ସୀମା ନିର୍ଦ୍ଧାରଣ କରୁଛି। ଏହାର କ୍ଷେତ୍ରଫଳ (15 × 5707 ବର୍ଗ କିମି). ଏହା ଭାରତର 9ମ ବୃହତ୍ତମ ରାଜ୍ୟ ଅଟେ। ପୂର୍ବ ପଶ୍ଚିମ ଦୂରତା 500 କିଲୋମିଟର, ଉତ୍ତର ଦକ୍ଷିଣ ଦୂରତା 1030 କିଲୋମିଟର ଅଟେ। ପ୍ରଶାସନିକ ଦୃଷ୍ଟିରୁ ଓଡ଼ିଶାକୁ 30ଟି ଜିଲ୍ଲା, 58ଟି ସବଡିଭିଜନ, 171ଟି ତହସିଲ, 314ଟି ବ୍ଲକ ଓ 62,6234ଟି ଗ୍ରାମ ପଞ୍ଚାୟତରେ ବିଭକ୍ତ କରାଯାଇଛି। ତାପରେ ହେଲା ପ୍ରାକୃତିକ ଅଞ୍ଚଳ। ଓଡ଼ିଶାର ଭୌଗୋଳିକ ଅବସ୍ଥିତିକୁ ନେଇ 5ଟି ପ୍ରାକୃତିକ ଅଞ୍ଚଳରେ ବିଭକ୍ତ କରାଯାଇଛି। ଉପକୂଳବର୍ତ୍ତୀ ସମତଳ ଅଞ୍ଚଳ। ଏହା ସମୁଦ୍ର ପତ୍ତନଠାରୁ 75 ମିଟର ଉଚ୍ଚରେ ଅବସ୍ଥିତ। 6ଟି ମୁଖ୍ୟ ନଦୀ ମହାନଦୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା ଏବଂ ସେଗୁଡ଼ିକ ଉପନଦୀ ଓ ଶାଖା ନଦୀର ଅବବାହିକାରେ ଏହି ଅଞ୍ଚଳ ଗଠିତ ହୋଇଥାଏ। ଉତ୍ତରରେ ସୁବର୍ଣ୍ଣରେଖାଠାରୁ ଆରମ୍ଭ କରି ଦକ୍ଷିଣରେ ଋଷିକୁଲ୍ୟା ପର୍ଯ୍ୟନ୍ତ 480 କିମି ଦୀର୍ଘ ସାମୁଦ୍ରିକ ଉପକୂଳ ଅଞ୍ଚଳରେ ବାଲେଶ୍ୱର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ପୁରୀ ଏବଂ ଗଞ୍ଜାମ ଜିଲ୍ଲାର କେତେକାଂଶ ଅନ୍ତର୍ଭୁକ୍ତ ଅଟେ। ଏହି ସମତଳ ଅଞ୍ଚଳ ଉତ୍ତରରେ ଅଣଓସାରିଆ, ମଧ୍ୟଭାଗରେ ଓସାରିଆ, ଚିଲିକା ହ୍ରଦ ନିକଟରେ ସବୁଠାରୁ ଅଣଓସାରିଆ ଏବଂ ପୁନର୍ବାର ଦକ୍ଷିଣରେ ଓସାରିଆ ହୋଇଥାଏ। ଏହି ସମତଳ ଅଞ୍ଚଳର ଭୂମି ଅତ୍ୟନ୍ତ ଉର୍ବର ଓ ଏହି ଅଞ୍ଚଳରେ ପ୍ରବାହିତ ନଦୀମାନ ଏବଂ କେନାଲ ଦ୍ୱାରା ଜଳସେଚନ ହେଉଥିବାରୁ ଏହି ବିସ୍ତୀର୍ଣ୍ଣ ଅଞ୍ଚଳକୁ ଓଡ଼ିଶାର ଭାତହାଣ୍ଡି କୁହାଯାଏ। ନଦୀ ଉପତ୍ୟକା ବା ଅଞ୍ଚଳ।
ଏହି ଅଞ୍ଚଳ ମୁଖ୍ୟତଃ ମହାନଦୀ ବ୍ରାହ୍ମଣୀ ବଂଶଧାରା ଉପତ୍ୟକାକୁ ନେଇ ଗଠିତ। ସମୁଦ୍ର ପତ୍ତନଠାରୁ ଅଧିକ ଉଚ୍ଚ 75ରୁ 150 ମିଟରରେ ଥିବାରୁ ଉପକୂଳବର୍ତ୍ତୀ ସମତଳ ଅଞ୍ଚଳ ଅପେକ୍ଷା ପୃଥକ୍। ଉପକୂଳବର୍ତ୍ତୀ ସମତଳ ଅଞ୍ଚଳରେ ପଟୁ ପଡ଼ି ଉର୍ବର ହୋଇଥିବା ବେଳେ ଏହି ଅଞ୍ଚଳରୁ ଅନବରତ ମୃତ୍ତିକା କ୍ଷୟ ଘଟିଥାଏ। ଅବିଭକ୍ତ ଢେଙ୍କାନାଳ, ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାର ବିସ୍ତୃତ ଅଞ୍ଚଳ ଏହି ଭୌଗୋଳିକ ଅଞ୍ଚଳର ଅନ୍ତର୍ଭୁକ୍ତ ଅଟେ। ତାପରେ ହେଲା ଗଡ଼ାଣିଆ ବା ପାହାଡ଼ିଆ ଅଞ୍ଚଳ। ଏହି ଅଞ୍ଚଳ ସମୁଦ୍ର ପତ୍ତନଠାରୁ 100ରୁ 300 ମିଟର ଉଚ୍ଚରେ ଅବସ୍ଥିତ। ପାର୍ବତ୍ୟ ଅଞ୍ଚଳ ପାଦଦେଶରେ ରହିଥିବାରୁ ଏଠିକାର ମାଟି ଟାଣ ଓ ମଝିରେ ମଝିରେ ଜଙ୍ଗଲମାନ ରହିଛି। ଅବଶ୍ୟ ଏହି ଅଞ୍ଚଳର ଖାଲୁଆ ଜାଗା ଧାନ ଫସଲ ପାଇଁ ଭଲ ହୋଇଥାଏ। ରାଜଗାଙ୍ଗପୁର, ପାନପୋଷ, ଝାରସୁଗୁଡ଼ା, ବରଗଡ଼, ଭବାନୀପାଟଣା, ବଲାଙ୍ଗୀର, ପାଟଣାଗଡ଼, ଟିଟିଲାଗଡ଼ ଓ ମାଲକାନଗିରି ଏହି ଅଞ୍ଚଳର ଅନ୍ତର୍ଭୁକ୍ତ ଅଟେ। ପାର୍ବତ୍ୟ ଉପତ୍ୟକା ଅଞ୍ଚଳ। ଏହି ଅଞ୍ଚଳ ସମୁଦ୍ର ପତ୍ତନଠାରୁ 305ରୁ 610 ମିଟର ପର୍ଯ୍ୟନ୍ତ ଉଚ୍ଚରେ ରହିଛି। ଚାଷବାସ ଦୃଷ୍ଟିରୁ ଏହା ଅନୁର୍ବର ଓ ଅଣ ଉପଯୋଗୀ ଅଟେ, କିନ୍ତୁ ଖଣିଜ ଦ୍ରବ୍ୟ ଓ ଜଙ୍ଗଲଜାତ ସାମଗ୍ରୀ ପାଇଁ ଏହି ଅଞ୍ଚଳ ମୂଲ୍ୟବାନ ଅଟେ। କେନ୍ଦୁଝର, ପାନପୋଷ ମାଳଭୂମି, ଉପର ବଂଶଧାରା ଉପତ୍ୟକା ଓ ନବରଙ୍ଗପୁର, ଜୟପୁର ମାଳଭୂମି ଏହି ଅଞ୍ଚଳର ଅନ୍ତର୍ଭୁକ୍ତ ଅଟେ। ତାପରେ ରହିଲା ପାର୍ବତ୍ୟା ଅଞ୍ଚଳ। ଜଙ୍ଗଲ ଓ ଆଦିବାସୀ ସମ୍ପ୍ରଦାୟରେ ଭରପୁର ଏହି ଅଞ୍ଚଳ। ଭୂତତ୍ତ୍ୱବିତ୍‌ମାନଙ୍କ କହିବାନୁଯାୟୀ ଓଡ଼ିଶା ଉଭୟ ପ୍ରାଚୀନ ଓ ଆଧୁନିକ ପ୍ରସ୍ତର ସମଷ୍ଟିରେ ଗଠିତ। ଭୂତତ୍ତ୍ୱବିତ୍‌ମାନେ ଓଡ଼ିଶାର କେତେକ ଏହି ଅଞ୍ଚଳ ସମୁଦ୍ର ପତ୍ତନଠାରୁ 305ରୁ 610 ମିଟର ପର୍ଯ୍ୟନ୍ତ ଉଚ୍ଚରେ ରହିଛି। ଚାଷବାସ ଦୃଷ୍ଟିରୁ ଏହା ଅନୁର୍ବର ଓ ଅଣ ଉପଯୋଗୀ ଅଟେ, କିନ୍ତୁ ଖଣିଜ ଦ୍ରବ୍ୟ ଓ ଜଙ୍ଗଲଜାତ ସାମଗ୍ରୀ ପାଇଁ ଏହି ଅଞ୍ଚଳ ମୂଲ୍ୟବାନ ଅଟେ। କେନ୍ଦୁଝର, ପାନପୋଷ ମାଳଭୂମି, ଉପର ବଂଶଧାରା ଉପତ୍ୟକା ଓ ନବରଙ୍ଗପୁର, ଜୟପୁର ମାଳଭୂମି ଏହି ଅଞ୍ଚଳର ଅନ୍ତର୍ଭୁକ୍ତ ଅଟେ। ପାର୍ବତ୍ୟା ଅଞ୍ଚଳ। ଜଙ୍ଗଲ ଓ ଆଦିବାସୀ ସମ୍ପ୍ରଦାୟରେ ଭରପୁର ଏହି ଅଞ୍ଚଳ ଅଟେ। ଭୂତତ୍ତ୍ୱବିତ୍‌ମାନଙ୍କ କହିବାନୁଯାୟୀ ଓଡ଼ିଶା ଉଭୟ ପ୍ରାଚୀନ ଓ ଆଧୁନିକ ପ୍ରସ୍ତରର ସମଷ୍ଟିରେ ଗଠିତ ହୋଇଛି। ଭୂତତ୍ତ୍ୱବିତ୍‌ମାନେ ଓଡ଼ିଶାର କେତେକ ପର୍ବତକୁ ବିନ୍ଧ୍ୟାଞ୍ଚଳ ବା କାମ୍ବିଆନ ପ୍ରସ୍ତର ଶ୍ରେଣୀଭୁକ୍ତ କରିଥିବା ବେଳେ ଆଉ କେତେକକୁ ଗଣ୍ଡୱାନା ଶ୍ରେଣୀଭୁକ୍ତ କରିଛନ୍ତି। ଭୂପ୍ରକୃତି ଅନୁସାରେ ଓଡ଼ିଶାକୁ ମୁଖ୍ୟତଃ 3 ଭାଗରେ ବିଭକ୍ତ କରାଯାଏ, ଯଥା ମଧ୍ୟ ପାର୍ବତ୍ୟ ଅଞ୍ଚଳ, ପଶ୍ଚିମୋତ୍ତର ମାଳଭୂମି ଅଞ୍ଚଳ, ଉପକୂଳବର୍ତ୍ତୀ ସମତଳ ଅଞ୍ଚଳ। ମଧ୍ୟ ପାର୍ବତ୍ୟ ଅଞ୍ଚଳ। ଓଡ଼ିଶାର ମଧ୍ୟଭାଗରେ ଉତ୍ତର ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ପର୍ବତ ଶ୍ରେଣୀଠାରୁ ଦକ୍ଷିଣ ପଶ୍ଚିମରେ ମାଲକାନଗିରି ଜିଲ୍ଲା ପର୍ଯ୍ୟନ୍ତ ବିସ୍ତୃତ ଅଟେ। ଅନେକଗୁଡ଼ିଏ ପର୍ବତମାଳାର ସମଷ୍ଟିରୁ ଏହି ଅଞ୍ଚଳ ଗଠିତ ହୋଇଥାଏ। ଏହା ପୂର୍ବଘାଟ ପର୍ବତମାଳାର ଏକ ଅଂଶବିଶେଷ ଅଟେ। ବ୍ରାହ୍ମଣୀ ଓ ମହାନଦୀ ଦ୍ୱାରା ବିଖଣ୍ଡିତ ହୋଇଥିବାରୁ ଏହା ଅବିଚ୍ଛିନ୍ନ ନୁହେଁ। ଏହାର ହାରାହାରି ଉଚ୍ଚତା ପ୍ରାୟ 900 ମିଟର।
ଓଡ଼ିଶାର ପୂର୍ବ ଘାଟ ଉଚ୍ଚତମ ଶୃଙ୍ଗ କୋରାପୁଟ ଜିଲ୍ଲାର ଦେଓମାଳି 1670 ମିଟର ଅଟେ। ଏହି ଅଞ୍ଚଳରେ ଅବସ୍ଥିତ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ବୌଦ୍ଧ, ନୟାଗଡ଼, କଟକ, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲା ଏହି ଅଞ୍ଚଳର ଅଂଶବିଶେଷ ଅଟେ। ପଶ୍ଚିମସ୍ଥ ମାଳଭୂମି ଅଞ୍ଚଳ ମଧ୍ୟ ପାର୍ବତ୍ୟ ଅଞ୍ଚଳର ପଶ୍ଚିମକୁ ଏହି ଅଞ୍ଚଳ ଅବସ୍ଥିତ। ଏହାର ହାରାହାରି ଉଚ୍ଚତା ସମୁଦ୍ର ପତନରୁ 150 ମିଟରରୁ 300 ମିଟର। ଏହି ମାଳ ଅଞ୍ଚଳ ଉତ୍ତର ପୂର୍ବରୁ ଦକ୍ଷିଣ ଆଡ଼କୁ କ୍ରମଶଃ ଢାଲୁ ଅଟେ। ମହାନଦୀର ବାମ ପଟେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେଓଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ଦକ୍ଷିଣ ତୀରରେ ବଲାଙ୍ଗୀର, ସୁବର୍ଣ୍ଣପୁରଠାରୁ ମାଲକାନଗିରି ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାରେ ଏହି ଅଞ୍ଚଳଟି ପରିବ୍ୟାପ୍ତ ଅଟେ। ତେଲ, ଇନ୍ଦିରାବତୀ, ଋଷିକୁଲ୍ୟା ଓ ବଂଶଧାରା ନଦୀର ଅବବାହିକା ଏହି ଅଞ୍ଚଳରେ ଅବସ୍ଥିତ ଅଟେ। ଉପକୂଳବର୍ତ୍ତୀ ସମତଳ ଅଞ୍ଚଳ ବଙ୍ଗୋପସାଗର ଓ ପୂର୍ବଘାଟ ପର୍ବତମାଳାର ମଧ୍ୟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ। ଏହା ଉତ୍ତରରେ ସୁବର୍ଣ୍ଣରେଖା ନଦୀଠାରୁ ଦକ୍ଷିଣରେ ଋଷିକୁଲ୍ୟା ନଦୀ ପର୍ଯ୍ୟନ୍ତ ବିସ୍ତୃତ। ଏହି ଅଞ୍ଚଳଟି ଉତ୍ତର ଓ ଦକ୍ଷିଣ ଭାଗର ସଂକୀର୍ଣ୍ଣ, ମାତ୍ର ମଧ୍ୟଭାଗ ପ୍ରଶସ୍ତ ଅଟେ। ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବ୍ରାହ୍ମଣୀ, ବୈତରଣୀ, ମହାନଦୀ, ଋଷିକୁଲ୍ୟା ଆଦି ନଦୀ ଦ୍ୱାରା ଆନିତ ପଟୁମାଟି ଦ୍ୱାରା ଏହି ସମତଳ ଅଞ୍ଚଳ ଗଠିତ ହୋଇଥାଏ। ତେଣୁ ଏହା ଉର୍ବର, ଶସ୍ୟ ଶ୍ୟାମଳା ଏବଂ ଜନାକୀର୍ଣ୍ଣ ଅଟେ। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଞ୍ଜାମ ଜିଲ୍ଲାର ଅଧିକାଂଶ ଅଞ୍ଚଳ ଏହି ସମତଳ ଭୂମିର ଅନ୍ତର୍ଗତ ଅଟେ। ଓଡ଼ିଶାର ପର୍ବତ ଓଡ଼ିଶାର ପର୍ବତଗୁଡ଼ିକ ମୁଖ୍ୟତଃ ପୂର୍ବଘାଟର ଅନ୍ତର୍ଭୁକ୍ତ ଅଟେ ଏବଂ ଏମାନଙ୍କ ପୂର୍ବାଞ୍ଚଳ ଉପକୂଳ ସହିତ ସମାନ୍ତରାଳ ଭାବରେ ରହିଛନ୍ତି। ଦକ୍ଷିଣରେ ଏମାନଙ୍କର ଉଚ୍ଚତା 300 ରୁ 1200 ମିଟର ମଧ୍ୟରେ ସୀମିତ ହୋଇଥାଏ। ଓଡ଼ିଶାର ପର୍ବତ କପିଳାସ ଆମର ଢେଙ୍କାନାଳରେ ଅଛି। ପଞ୍ଚଧାରା, ଆଠମଲ୍ଲିକ, ମାଙ୍କୋଡ଼ା ନଚା ବଣେଇରେ ଅଛି। ନୀଳଗିରି ବାଲେଶ୍ୱରରେ ଅଛି। ମାଲ୍ୟଗିରି ପାଲହଡ଼ାରେ ଅଛି। ପୋଲା ମଲାଇ କୋରାପୁଟରେ ଅଛି। ଚନ୍ଦ୍ରଗିରି କୋରାପୁଟଠାରେ ଅଛି। ରାଜଗିରି ପୁରୀଠାରେ ଅଛି। ଗନ୍ଧମାର୍ଦ୍ଦନ ବରଗଡ଼ଠାରେ ଅଛି। ମେଘାସନ ମୟୂରଭଞ୍ଜରେ ଅଛି। ମହେନ୍ଦ୍ରଗିରି 1501 ମିଟର ଗଜପତିରେ ଅଛି। ବାଙ୍କଶ୍ୟାମ କଳାହାଣ୍ଡିଠାରେ ଅଛି। ଦେଓମାଳି 1670 ମିଟର କୋରାପୁଟରେ ଅଛି। ବଡ଼ମା ଗଞ୍ଜାମଠାରେ ଅଛି। ଓଡ଼ିଶାର ପ୍ରମୁଖ ନଦୀ ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ପ୍ରବାହିତ ନଦୀ ସୁବର୍ଣ୍ଣରେଖା, ବ୍ରାହ୍ମଣୀ, ମହାନଦୀ ଅଟେ। ଓଡ଼ିଶାର ଉତ୍ପତ୍ତି ଓ ଓଡ଼ିଶାରେ ପ୍ରବାହିତ ନଦୀ ବୁଢ଼ାବଳଙ୍ଗ, ବୈତରଣୀ, ସାଳନ୍ଦୀ, ଋଷିକୁଲ୍ୟା ଇତ୍ୟାଦି ଅଟେ। ଓଡ଼ିଶାର ଉତ୍ପତ୍ତି ଅନ୍ୟ ରାଜ୍ୟକୁ ପ୍ରବାହିତ ଓ ସମୁଦ୍ରରେ ବିଲୟ ଅଟେ। ଇନ୍ଦିରାବତୀ, ବଂଶଧାରା, ନାଗାବଳୀ, ବାହୁଡ଼ା ନଦୀ ଓଡ଼ିଶାର ଉତ୍ପତ୍ତି ଓ ଅନ୍ୟ ରାଜ୍ୟର ମୁଖ ନଦୀର ଉପନଦୀ ମାଛକୁଣ୍ଡ, କୋଲାବ, ସିଲେରୁ, କୋଲାବ, ଗୋଦାବରୀ, ଇନ୍ଦିରାବତୀ, ଗୋଦାବରୀ ଅଟେ। ଓଡ଼ିଶାର ବୃହତ୍ତମ ହ୍ରଦ ଚିଲିକା 310 ବର୍ଗମାଇଲ ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ଅଟେ। ଅଂଶୁପା
300 କିମି ଇଣ୍ଟୁ 1.5 କିମି କଟକ ଜିଲ୍ଲାର ଆଠଗଡ଼ରେ ଅଟେ। ସୋର 500 କିମିରୁ 3 କିମି ପୁରୀ ଜିଲ୍ଲାରେ ଅଟେ। କାଞ୍ଜିଆ 134 ଏକର କଟକ ଜିଲ୍ଲାରେ ଅଟେ। ଭୋଜିପୁଟ 157 ଏକର ଭଞ୍ଜନଗର ଗଞ୍ଜାମଠାରେ ଅଟେ। କାଞ୍ଜିଆ ଲେକ୍ ଭୁବନେଶ୍ୱର ପ୍ରମୁଖ କୃତ୍ରିମ ହ୍ରଦ ଓ ଅବସ୍ଥିତି। ହୀରାକୁଦ 746 ବର୍ଗ କିମି। ମହାନଦୀ ସମ୍ବଲପୁରର ମହାନଦୀ ଉପରେ ଅବସ୍ଥିତ ହୀରାକୁଦ। ଖଣ୍ଡଧାରା ରାମିଆଳ ସୁନ୍ଦରଗଡ଼ଠାରେ ଅଛି। ରେଙ୍ଗାଳି ବ୍ରାହ୍ମଣୀ ନଦୀ ଉପରେ ଅନୁଗୁଳ ଜିଲ୍ଲାରେ ଅଛି। ଡେରାସ ପାହାଡ଼ ଘେରା ଜଳାଶୟ ଖୋର୍ଦ୍ଧା ଡିଷ୍ଟ୍ରିକ୍ଟରେ ଅଛି। କୋଲାବ କୋରାପୁଟ ଡିଷ୍ଟ୍ରିକ୍ଟରେ ଅଛି। ଇନ୍ଦ୍ରାବତୀ ନଦୀରେ କଳାହାଣ୍ଡି ଜିଲ୍ଲାରେ ଅଛି। ସୋରଡ଼ା ଘାଇ ଋଷିକୁଲିଆ ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ଅଛି। ଭାରତର ନଦୀ। ଭାରତ ଏକ ନଦୀ ମାତୃକା ଦେଶ। ଏହାର ଭୌତିକ ଲକ୍ଷଣ ପ୍ରବାହିତ ନଦୀ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିଥାଏ। ଭାରତର ନଦୀକୁ ଦୁଇ ଭାଗରେ ବିଭକ୍ତ କରାଯାଏ। ହିମାଳୟରୁ ବାହାରିଥିବା ନଦୀ, ଉପଦ୍ୱୀପୀୟ ନଦୀ। ଯେଉଁ ଅଞ୍ଚଳ ଗୋଟିଏ ମୁଖନଦୀ ଓ ତାର ସମସ୍ତ ଉପନଦୀକୁ ଜଳ ଯୋଗାଇଥାଏ ତାହାକୁ ନଦୀର ଅବବାହିକା କୁହାଯାଏ। ଯେଉଁ ନଦୀଗୁଡ଼ିକ ମୁଖ୍ୟ ନଦୀକୁ ଜଳ ଯୋଗାଇଥାନ୍ତି ସେଗୁଡ଼ିକୁ ଉପନଦୀ ବା ଟ୍ରିବ୍ୟୁଟରି ରିଭର କୁହାଯାଏ। ଯେଉଁ ଉଚ୍ଚଭୂମି ଦୁଇଟି ଅବବାହିକା ଅଞ୍ଚଳରୁ ପୃଥକ କରୁଅଛି ଏହି ଉଚ୍ଚଭୂମିକୁ ଜଳ ବିଭାଜିକା କୁହାଯାଏ। ଇଂରାଜୀ ଅକ୍ଷର ଆକାର ଗଭୀର ଉପତ୍ୟକା ଯେଉଁଠି ନଦୀର ଦୁଇ କୂଳ ଦଣ୍ଡାୟମାନ ତାହାକୁ କେନିୟନ କୁହାଯାଏ। ଉପତ୍ୟକାର ଆକାର ଯଦି ଇଂରାଜୀ ଅକ୍ଷର ଭି ଭଳି ହୋଇଥାଏ ତେବେ ଏହାକୁ ଭି ଉପତ୍ୟକା ବା ନଦୀ ଖାତ କୁହାଯାଏ। ନଦୀ ବିନ୍ୟାସ। ଅବବାହିକା ଅଞ୍ଚଳର ଢାଲୁଶିଳା ଏବଂ ଜଳବାୟୁ ଅନୁସାରେ ନଦୀଗୁଡ଼ିକ ବିଭିନ୍ନ ପ୍ରକାର ଢାଞ୍ଚାରେ ପ୍ରବାହିତ। ଏପରି ଢାଞ୍ଚାକୁ ନଦୀ ବିନ୍ୟାସ କୁହାଯାଏ। ଏହା ସାଧାରଣତଃ 4 ପ୍ରକାର ଅଟେ। ବୃକ୍ଷାକୃତି ନଦୀ ବିନ୍ୟାସ ବା ଡେନଡ୍ରାଇଟ ପାଟର୍ନ। ସମାନ୍ତରାଳ ନଦୀ ବିନ୍ୟାସ ପାରାଲାଲ। ଛାୟାକୃତି ନଦୀ ବିନ୍ୟାସ। ମାନସରୋବର ହ୍ରଦ ତିବେତରୁ ଉତ୍ପତ୍ତି ହୋଇଛି। ଏହା ପଶ୍ଚିମ ଦିଗରେ ପ୍ରବାହିତ ହୋଇ ଲଦାଖ ଦେଇ ଭାରତରେ ପ୍ରବେଶ କରିଛି। ଉପନଦୀ। ଚେନାବ, ରାବି, ସତଲେଜ, ଝେଲମ, ଭିଜ। ସିନ୍ଧୁ ନଦୀ ଅବବାହିକା ଲଦାଖ, ହିମାଚଳ ପ୍ରଦେଶ, ପଞ୍ଜାବ, ଜାମ୍ମୁ ଓ କାଶ୍ମୀର, ହରିୟାଣା ଦେଇକି ପ୍ରବାହିତ ହୋଇଛି। ଆୟତାକୃତି ନଦୀ ବିନ୍ୟାସ। ଭାରତର ନଦୀ। ଦାକ୍ଷିଣାତ୍ୟ ମାଳଭୂମିରୁ ଉତ୍ପତ୍ତି। ପୂର୍ବବାହିନୀ ନଦୀ। ପୂର୍ବରେ ଆମର ମହାନଦୀ ଗୋଦାବରୀ, କୃଷ୍ଣା ଓ କାବେରୀ ନଦୀ ପ୍ରବାହିତ ହେଉଛନ୍ତି। ପଶ୍ଚିମ ବାହିନୀ ନଦୀ ହେଲା ନର୍ମଦା ଓ ତାପ୍ତି। ଆମର ପଶ୍ଚିମ ବାହିନୀ ନଦୀ। ସିନ୍ଧୁ ନଦୀ। ଦୈର୍ଘ୍ୟ 29 କିମି। ମହାସରୋବର ହ୍ରଦ ତିବେତରୁ ଉତ୍ପତ୍ତି। ଏହା ପଶ୍ଚିମ ଦିଗରେ ପ୍ରବାହିତ ହୋଇ ଲଦାଖ ଦେଇ ଭାରତରେ ପ୍ରବେଶ କରିଛି। ଉପନଦୀ। ଚେନାବ, ରାବି, ସତଲେଜ, ଝେଲମ, ଭିଜ। ସିନ୍ଧୁ ନଦୀ ଅବବାହିକା ଲଦାଖ, ହିମାଚଳ ପ୍ରଦେଶ, ପଞ୍ଜାବ, ଜାମ୍ମୁ ଓ କାଶ୍ମୀର, ହରିୟାଣା ଦେଇକି ଯାଇଛି। ତାପରେ ହେଲା ଗଙ୍ଗା ନଦୀ।
ଦୈର୍ଘ୍ୟ 25 କିମି। ଭାରତର ଦୀର୍ଘତମ ନଦୀ ଅଟେ। ଗୋମୁଖ ପର୍ବତର ଗଙ୍ଗୋତ୍ରୀ ତୁଷାର ସ୍ରୋତରୁ ଉତ୍ପତ୍ତି। ଭାଗୀରଥୀ ନଦୀ ଓ ଅଳକାନନ୍ଦା ନଦୀ ଦେବପ୍ରୟାଗଠାରେ ମିଶି ଗଙ୍ଗା ନଦୀ ନାମରେ ହରିଦ୍ୱାରଠାରେ ସମତଳ ଭୂମିରେ ପ୍ରବେଶ କରିଛି। ଉପନଦୀ: ଯମୁନା ନଦୀ, ଘାଗରା, ଗଣ୍ଡକ ଏବଂ କୋଶି ନଦୀ। ପ୍ରୟାଗରାଜଠାରେ ଗଙ୍ଗା, ଯମୁନା, ସରସ୍ୱତୀ ନଦୀର ମିଳନସ୍ଥଳକୁ ତ୍ରିବେଣୀ ସଙ୍ଗମ କୁହାଯାଏ। ଏହି ନଦୀମାନଙ୍କ ଦ୍ୱାରା ଆନିତ ପଟୁମାଟିରୁ ଉତ୍ତରସ୍ଥ ସମତଳ ଭୂମି ସୃଷ୍ଟି ହୋଇଛି। ଶାଖା ନଦୀ: ଭାଗୀରଥୀ ହୁଗୁଳି ବଙ୍ଗୋପସାଗର ଉପକୂଳବର୍ତ୍ତୀ ସମତଳ ଭୂମି ଅଟେ। ମେଘନା ବ୍ରହ୍ମପୁତ୍ର ସହ ମିଶି ବଙ୍ଗୋପସାଗରରେ ମିଶିଛି। ଗାଙ୍ଗେୟ ତ୍ରିକୋଣଭୂମି ସୁନ୍ଦରବନ ତ୍ରିକୋଣଭୂମି ଗଙ୍ଗା ନଦୀ ଦ୍ୱାରା ସୃଷ୍ଟି ହୋଇଅଛି। ତାପରେ ଆସିଲା ବ୍ରହ୍ମପୁତ୍ର ନଦୀ। ଦୈର୍ଘ୍ୟ 7775। ତାହେଲେ ଦୈର୍ଘ୍ୟ 775 କିମି। ଅଧିକାଂଶ ଭାରତ ସୀମା ବାହାରେ ପ୍ରବାହିତ ହୋଇଥାଏ। ମାନସରୋବର ହ୍ରଦ ତିବେତରୁ ଉତ୍ପତ୍ତି। ଉପନଦୀ: ଦିବାଙ୍ଗ, ଲୋହିତ ଏବଂ କେବୁଲା। ପୃଥିବୀର ସବୁଠାରୁ ବଡ଼ ନଦୀ ମଧ୍ୟସ୍ଥ ଦ୍ୱୀପ ମାଜୋଲି ଦ୍ୱୀପ ବ୍ରହ୍ମପୁତ୍ର ନଦୀ ମଧ୍ୟରେ ଅବସ୍ଥିତ ଅଟେ। ଗଙ୍ଗା ନଦୀ ସହ ମିଶି ବାଂଲାଦେଶରେ ମେଘନା ନାମରେ ବଙ୍ଗୋପସାଗରରେ ପଡ଼ିଛି। ଗୋଦାବରୀ ନଦୀ ଦକ୍ଷିଣର ଗଙ୍ଗା ବୋଲି କୁହାଯାଏ। ତାହେଲେ ଗୋଦାବରୀକୁ ଆମେ ଦକ୍ଷିଣ ଭାରତର ଗଙ୍ଗା ବୋଲି କହିବା। ଦୈର୍ଘ୍ୟ 1450 କିମି। ଭାରତର ଦ୍ୱିତୀୟ ବୃହତ୍ତମ ନଦୀ ଅଟେ। ମହାରାଷ୍ଟ୍ରର ନାସିକ ଜିଲ୍ଲାସ୍ଥିତ ପଶ୍ଚିମଘାଟ ପର୍ବତମାଳା ପୂର୍ବ ଢାଲରୁ ବାହାରିଛି ଏବଂ ପୂର୍ବ ପାର୍ଶ୍ୱରେ ବଙ୍ଗୋପସାଗରରେ ପଡ଼ିଛି। ଉପନଦୀ: ପୂର୍ଣ୍ଣା, ୱାର୍ଧା, ପ୍ରାଣ, ହିତା, ଇନ୍ଦିରାବତୀ, ମନ୍ତରା, ୱାଇଗଙ୍ଗା ଏବଂ ପେନଗଙ୍ଗା। ନଦୀବନ୍ଧ ଯୋଜନା: ପୋଲାଭରମ। ତାପରେ ହେଲା କ୍ରିଷ୍ଣା ନଦୀ। ଦୈର୍ଘ୍ୟ 1300 କିମି। ମହାରାଷ୍ଟ୍ରର ମହାବଳେଶ୍ୱର ନିକଟସ୍ଥ ଏକ ଝରଣାରୁ ବାହାରି ବଙ୍ଗୋପସାଗରରେ ପଡ଼ିଅଛି। ଉପନଦୀ ହେଲା ତୁଙ୍ଗଭଦ୍ରା, କୋୟେନା, ଘଟପ୍ରଭା, ମୁସି ଏବଂ ଭୀମା। ନଦୀବନ୍ଧ ଯୋଜନା: ନାଗାର୍ଜୁନ ସାଗର ଡ୍ୟାମ। କାବେରୀ ନଦୀ। ଦୈର୍ଘ୍ୟ 765 କିମି। ପଶ୍ଚିମଘାଟ ପର୍ବତମାଳାର ବ୍ରହ୍ମଗିରି ପାର୍ବତ୍ୟ ଅଞ୍ଚଳରୁ ବାହାରି ତାମିଲନାଡୁର କୁଡାଲୁରଠାରେ ବଙ୍ଗୋପସାଗରରେ ପଡ଼ିଛି। ଉପନଦୀ: ଅମରାବତୀ, ଭବାନୀ, ହେମାବତୀ, କାବିନୀ। ନଦୀବନ୍ଧ ଯୋଜନା: ମେଟ୍ଟୁର ଜଳଭଣ୍ଡାର, ଜଳପ୍ରପାତ, ଶିବସମୁଦ୍ରମ, ମହାନଦୀ। ଦୈର୍ଘ୍ୟ 875 କିମି। ଭାରତର ଷଷ୍ଠ ବୃହତ୍ତମ ନଦୀ। 494 କିମି। ଓଡ଼ିଶାରେ ଛତିଶଗଡ଼ର ଧମତରୀ ଜିଲ୍ଲାରେ ଅବସ୍ଥିତ। ସିହାୱା ପର୍ବତରୁ ବାହାରି ଝାରସୁଗୁଡ଼ା ଜିଲ୍ଲାରେ ଓଡ଼ିଶାକୁ ପ୍ରବେଶ କରିଛି ଏବଂ ପାରାଦୀପଠାରେ ବଙ୍ଗୋପସାଗରରେ ପଡ଼ିଛି। ସାତକୋଶିଆ ଗଣ୍ଡ ବଉଦର ସୁନାଖଣିଆ ଠାରୁ ଦଶପଲ୍ଲାର ବଡ଼ମୂଳ ଘାଟି ମଧ୍ୟରେ ଅବସ୍ଥିତ। ନଦୀବନ୍ଧ ଯୋଜନା: ହୀରାକୁଦ, ଜୋବ୍ରା ବ୍ୟାରେଜ ଡ୍ୟାମ। ଉପନଦୀ: ତେଲ, ଇବ। ଶାଖା ନଦୀ: କାଠଯୋଡି, କୁଆଖାଇ, ବିରୁପା, ଦେବୀ, ଦୟା, ଭାର୍ଗବୀ ଅଟେ।
ନର୍ମଦା ନଦୀ ଦୈର୍ଘ୍ୟ 1312 କିଲୋମିଟର ଅଟେ। ଉତ୍ପତ୍ତି ମଧ୍ୟପ୍ରଦେଶର ଅମରକଣ୍ଟକ ମାଳଭୂମି। ଏହା ଏକ ପଶ୍ଚିମାଭିମୁଖୀ ନଦୀ ଅଟେ। ନର୍ମଦା ନଦୀ ଖୁବ୍ ଉଚ୍ଚରୁ ତଳକୁ ପ୍ରବାହିତ ହେଲାବେଳେ ଧୂଆଁଧାରଠାରେ ଏକ ମନୋରମ ଜଳପ୍ରପାତ ସୃଷ୍ଟି କରିଛି। ଉପନଦୀ ହେରାନ, ଗଞ୍ଜାଲ, ଗୋଲ ଓ ରୋହତାଙ୍ଗ ଅବବାହିକା ମହାରାଷ୍ଟ୍ର, ଗୁଜରାଟ ଏବଂ ମଧ୍ୟପ୍ରଦେଶରେ ଅବସ୍ଥିତ। ତାପରେ ଆସିଲା ତାପ୍ତି ନଦୀ। ଦୈର୍ଘ୍ୟ 724 କିମି। ଉତ୍ପତ୍ତି ହେଲା ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାସ୍ଥିତ ସାତପୁରା ପର୍ବତଶ୍ରେଣୀରେ ଅବସ୍ଥିତ। ଏହା ଏକ ପଶ୍ଚିମାଭିମୁଖୀ ନଦୀ ଅଟେ। ତାହେଲେ ତାପ୍ତି ହେଲା ଆମର ପଶ୍ଚିମାଭିମୁଖୀ ନଦୀ। ଉପନଦୀ ହେଲା ପୂର୍ଣ୍ଣ ନଦୀ, ଗୋମାଇ ନଦୀ, ପଞ୍ଜରା ନଦୀ ଅବବାହିକା ମହାରାଷ୍ଟ୍ର, ଗୁଜରାଟ ଏବଂ ମଧ୍ୟପ୍ରଦେଶ। ହ୍ରଦ ନଦୀ ବାଙ୍କ କାଳକ୍ରମେ ମୁଖ୍ୟ ନଦୀରୁ ଅଲଗା ହୋଇ ଅଶ୍ୱାକୃତି ହ୍ରଦ ସୃଷ୍ଟି କରିଥାଏ। ଉଦାହରଣ ଅଂଶୁପା ହ୍ରଦ। ବାଲୁକାବନ୍ଧ ଦ୍ୱାରା ସମୁଦ୍ର ଜଳ ସମୁଦ୍ରଠାରୁ ଅଲଗା ହୋଇ ଉପହ୍ରଦ ବା ଲାଗୁନ୍ ସୃଷ୍ଟି ହୁଏ। ଉତ୍ତରରେ ଚିଲିକା, ପୁଲିକାଟ, କୋଲେରୁ। ଭାରତର ସର୍ବବୃହତ୍ତମ ମଧୁର ଜଳପୂର୍ଣ୍ଣ ହ୍ରଦ ହେଲା ଉଲାର ଲେକ୍। ଜାମ୍ମୁ ଓ କାଶ୍ମୀରରେ ଏହା ଅବସ୍ଥିତ ଅଟେ। କୃତ୍ରିମ ହ୍ରଦ ବା ଗୁରୁ ଗୋବିନ୍ଦ ସାଗର, ଭାକ୍ରାନଗର ନଦୀବନ୍ଧ ଯୋଜନା ସତଲେଜ ନଦୀ ଶଯ୍ୟାରେ ଅବସ୍ଥିତ ଅଟେ। କେଉଁ ରେଖାଟି ଭାରତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ? ତାହେଲେ ଆମ ଭାରତ ପାଇଁ ହେଲା 82.5 ଡିଗ୍ରୀ ଇଷ୍ଟ। ଭାରତର କେଉଁ ଶସ୍ୟ ସହିତ ସବୁଜ ବିପ୍ଳବ ଆରମ୍ଭ ହୋଇଥିଲା? ଗହମ ସହିତ ଆମର ସବୁଜ ବିପ୍ଳବ ଆରମ୍ଭ ହୋଇଥିଲା। ଭାରତର ଉତ୍ତରତମ ପ୍ରାନ୍ତ କେଉଁଠି ଅବସ୍ଥିତ? ଉତ୍ତର ହେଲା ଲଦାଖ, ପୂର୍ବ ହେଲା ଅରୁଣାଚଳ ପ୍ରଦେଶ, ପଶ୍ଚିମ ହେଲା ଗୁଜରାଟ, ଉତ୍ତର ଲଦାଖ, ଦକ୍ଷିଣ ହେଲା ତାମିଲନାଡୁ ବା ଇନ୍ଦିରା ପଏଣ୍ଟ। ଭାଦ୍ର ସମତଳ ଉତ୍ତର ଭାଗରେ କେଉଁ ମାଳଭୂମି ଅବସ୍ଥିତ? ତାହେଲେ ଆମର ଭାଦ୍ର ସମତଳ ଉତ୍ତର ଭାଗରେ କେନ୍ଦୁଝର ମାଳଭୂମି ଅବସ୍ଥିତ। ଇଗଲୁର ନିର୍ମାଣ ଡ୍ୟାସରେ ରହୁଥିବା ଲୋକମାନଙ୍କ ଦ୍ୱାରା କରାଯାଇଛି? ନା ସୁମେରୁ ଅଞ୍ଚଳରେ ଥିବା ଲୋକମାନଙ୍କ ଦ୍ୱାରା। ଭାରତର କେତୋଟି ରାଜ୍ୟ ମଧ୍ୟପ୍ରଦେଶ ସହ ସୀମା ସଂଲଗ୍ନ କରିଛି? ଭାରତର କେତୋଟି ରାଜ୍ୟ? ନା ମଧ୍ୟପ୍ରଦେଶ ସହିତ 5ଟି ରାଜ୍ୟ ସଂଲଗ୍ନ ହୋଇଛି। ରେଡ୍ ପାଣ୍ଡା ରାଜ୍ୟର ପଶୁ ଅଟେ? ରେଡ୍ ପାଣ୍ଡା ଆମର ସିକିମ ରାଜ୍ୟର ପଶୁ ଅଟେ। କୃଷ୍ଣ ମୃତ୍ତିକା କେଉଁ ଫସଲ ପାଇଁ ସବୁଠାରୁ ଅଧିକ ଉପଯୁକ୍ତ? କୃଷ୍ଣ ମୃତ୍ତିକା ହେଲା ଆମର କପା ପାଇଁ। କେଉଁ ନଦୀ ଉପତ୍ୟକା ଦ୍ୱାରା ଦକ୍ଷିଣ ଭାରତର ମାଳଭୂମି ଦୁଇ ଭାଗରେ ବିଭକ୍ତ ହୋଇଛି? ନର୍ମଦା ନଦୀ ଉପତ୍ୟକା ଦ୍ୱାରା ଦକ୍ଷିଣ ଭାରତର ମାଳଭୂମି ଆମର ଦୁଇ ଭାଗରେ ବିଭକ୍ତ ହୋଇଛି। ଚମ୍ବଲ ନଦୀରେ କେଉଁ ନଦୀ ବନ୍ଧ ଯୋଜନା ରହିଛି? ଚମ୍ବଲ ନଦୀରେ ଆମର ରାଣା ପ୍ରତାପ ସାଗର ଯୋଜନା ରହିଛି। ନିମ୍ନୋକ୍ତ କେଉଁଟି ଗ୍ଲୋବରେ ଠିକ୍ ଭାବେ ଦର୍ଶାଯାଇ ପାରିବ ନାହିଁ? ଗ୍ଲୋବରେ ଆମର କ୍ଷୁଦ୍ର ଭୂମିରୂପ ଦର୍ଶାଯାଇ ପାରିବ ନାହିଁ। ଭୁଲ ଯୋଡ଼ିଟିକୁ ଆସ ବାଛିବା। ଆନ୍ଧ୍ରପ୍ରଦେଶରେ ଆମର ଗୋଦାବରୀ ତ୍ରିକୋଣଭୂମି ଅଛି, ଠିକ୍। ଓଡ଼ିଶାରେ ମହାନଦୀ ତ୍ରିକୋଣଭୂମି ଠିକ୍ ଅଛି। ତାମିଲନାଡୁରେ କାବେରୀ ତ୍ରିକୋଣଭୂମି ଠିକ୍ ଅଛି। କେରଳରେ କୃଷ୍ଣା ତ୍ରିକୋଣଭୂମି ନାହିଁ। ଏଠି ଆମର ଭୁଲ ଅଛି।
ନିମ୍ନୋକ୍ତ କେଉଁ ଜିଲ୍ଲାଟି ସମୁଦ୍ରକୁ ସ୍ପର୍ଶ କରୁନାହିଁ? କେନ୍ଦ୍ରାପଡ଼ା, ଭଦ୍ରକ, ଗଞ୍ଜାମ ଆମର ସମୁଦ୍ରକୁ ସ୍ପର୍ଶ କରୁଛି, କିନ୍ତୁ ଯାଜପୁର ଜିଲ୍ଲା ସ୍ପର୍ଶ କରୁନାହିଁ। କେଉଁ ପଡ଼ୋଶୀ ରାଜ୍ୟର ସୀମା ଓଡ଼ିଶାର ସୀମାରେଖାକୁ ସର୍ବାଧିକ ସ୍ପର୍ଶ କରିଛି? କୋଉଟା ନା ଛତିଶଗଡ଼। ଗଙ୍ଗା ନଦୀ ସହିତ ଯମୁନା ନଦୀର ଯେଉଁ ସମ୍ପର୍କ, କେଉଁ ନଦୀର ମହାନଦୀ ସହିତ ସେହି ସମ୍ପର୍କ? ଗଙ୍ଗା ସହ ଯମୁନା ହେଲେ ମହାନଦୀ ସହିତ ତେଲ ନଦୀ। କେଉଁ ନଦୀଟିର ଉତ୍ପତ୍ତି ସ୍ଥଳ ଓଡ଼ିଶାରେ ଅବସ୍ଥିତ? ବୈତରଣୀ ନଦୀର ଉତ୍ପତ୍ତି ସ୍ଥଳ ଆମ ଓଡ଼ିଶାରେ ଅବସ୍ଥିତ। କେଉଁ ଅକ୍ଷାଂଶଟି ଭାରତକୁ ପ୍ରାୟ ଦୁଇ ଭାଗରେ ବିଭକ୍ତ କରୁଛି? କେଉଁ ଅକ୍ଷାଂଶଟି ନା ବିଷୁବବୃତ୍ତଟି। ଭାରତ ପୃଥିବୀର ଶତକଡ଼ା କେତେ ଅଂଶ ଭୌଗୋଳିକ କ୍ଷେତ୍ରଫଳ ଅଧିକାର କରୁଛି? କେତେ ନା 3.28 ଅଂଶ କ୍ଷେତ୍ରଫଳ ଅଧିକାର କରୁଛି। ଭାରତର ଉତ୍ତର ସୀମାରେଖା କେଉଁ ଦେଶ ସହିତ ଲାଗିଛି? ଭାରତର ଉତ୍ତର ସୀମା ହେଲା ଆମର ଚୀନ। ଭାରତର ସବୁଠାରୁ କ୍ଷୁଦ୍ରତମ ରାଜ୍ୟ କିଏ? ନା ଗୋଆ। ପୂର୍ବଘାଟ ପର୍ବତମାଳା ସର୍ବୋଚ୍ଚ ଶୃଙ୍ଗର ନାମ କ'ଣ? ପୂର୍ବଘାଟ ସର୍ବୋଚ୍ଚ ଶୃଙ୍ଗର ନାମ ହେଲା ମହେନ୍ଦ୍ରଗିରି। ଦାମୋଦର ନଦୀ କେଉଁ ମାଳଭୂମିରେ ପ୍ରବାହିତ ହେଉଛି? ଦାମୋଦର ନଦୀ ଆମର ଛୋଟନାଗପୁର ମାଳଭୂମିରେ ପ୍ରବାହିତ ହେଉଛି। ଧୂଆଁଧାର ଜଳପ୍ରପାତ କେଉଁ ନଦୀ ଶଯ୍ୟାରେ ଅବସ୍ଥିତ? ଧୂଆଁଧାର ହେଲା ଆମର ସାବରମତୀ। ଯେଉଁ ଜଳଭାଗର ତିନିପଟେ ବିସ୍ତୀର୍ଣ୍ଣ ସ୍ଥଳଭାଗ ଘେରି ରହିଥାଏ, ତାହାକୁ କ'ଣ କୁହାଯାଏ? ତାହାକୁ ଉପସାଗର କୁହାଯାଏ। କେଉଁ ନଦୀଟି ଗ୍ରସ୍ତ ଉପତ୍ୟକା ଦେଇ ପ୍ରବାହିତ ହେଉଛି? କେଉଁ ନଦୀଟି? ଆମର ନର୍ମଦା ନଦୀଟି। କୌଣସି ସ୍ଥାନର ଦ୍ରାଘିମା ଲେଖିବା ବେଳେ କେଉଁ ଦିଗ ଦେଖାଯାଏ? ତାହେଲେ କେଉଁ ଦିଗ ନା ଆମର ପୂର୍ବ ପଶ୍ଚିମ ଦ୍ରାଘିମା ପାଇଁ ଦେଖାଯାଏ। ଭାରତର ପୂର୍ବସ୍ଥ ମିଆଁମାର ସହିତ ସୀମା ନିର୍ଦ୍ଧାରଣ କରୁଥିବା ପର୍ବତମାଳା ସମୂହ ଭାବେ କେଉଁ ନାମରେ ପରିଚିତ? କେଉଁ ନାମରେ ନା ଆମର ପୂର୍ବାଞ୍ଚଳ ନାମରେ ପରିଚିତ। କୃଷ୍ଣା ନଦୀର ନାଗାର୍ଜୁନ ସାଗର ସହ ଯେଉଁ ସମ୍ପର୍କ, କେଉଁ ସାଗର? ସତଲେଜ। ନା ଗୋବିନ୍ଦ ସାଗର ଆମର ସତଲେଜ ସହିତ ସେହି ସମ୍ପର୍କ ଅଟେ। ଅବସ୍ଥିତି ଦୃଷ୍ଟିରୁ କେଉଁ ଶୈଳନିବାସଟି ଅନ୍ୟ ତିନୋଟି ଠାରୁ ଭିନ୍ନ? କୋଉଟା ନା ଡେଲହାଉସି ହେଲା ଅନ୍ୟ ତିନୋଟି ଠାରୁ ଭିନ୍ନ। ଓଡ଼ିଶାର ଉପକୂଳବର୍ତ୍ତୀ ସମତଳ ଅଞ୍ଚଳ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ କେଉଁ ଦୁଇଟି ନଦୀ ମଧ୍ୟରେ ଅବସ୍ଥିତ? କେଉଁ ଦୁଇଟି? ନା ସୁବର୍ଣ୍ଣରେଖାରୁ ଋଷିକୂଲ୍ୟା। ନିମ୍ନୋକ୍ତ କେଉଁଠାରେ ଭାରତର ଉତ୍ତରତମ ସ୍ଥାନ ଅବସ୍ଥିତ? ଉତ୍ତର ହେଲା ଆମର କାରାକୋରମ ପର୍ବତ ଶ୍ରେଣୀ। ନିମ୍ନଲିଖିତ କେଉଁ ହ୍ରଦଟି ଉତ୍ତରାଖଣ୍ଡରେ ଅବସ୍ଥିତ? କେଉଁ ହ୍ରଦ? ନା ନୈନିତାଲ। କେଉଁ ନଦୀର ଅବବାହିକା ଅଞ୍ଚଳ ଭାରତରେ ସବୁଠାରୁ ବଡ଼? କୋଉଟା? ନା ଗଙ୍ଗା ନଦୀର ଅବବାହିକା। ଓଡ଼ିଶାର କେଉଁ ନଦୀ ମୁହାଣରେ ତ୍ରିକୋଣଭୂମି ଦେଖାଯାଏ ନାହିଁ? ଓଡ଼ିଶାର କେଉଁ ନଦୀ? ନା ଋଷିକୂଲ୍ୟା ନଦୀରେ ତ୍ରିକୋଣଭୂମି ଦେଖାଯାଏ ନାହିଁ। ପିଲାଏ, ଈଶ୍ୱର ତୁମମାନଙ୍କର ମଙ୍ଗଳ କରନ୍ତୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।